ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ବହିର ଆମ ସଂସ୍କୃତି ବିଷୟଭିତ୍ତିକ ଓ ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ଭାରତୀୟ ସଂସ୍କୃତି ଓ ଏହାକୁ ସମୃଦ୍ଧ କରିବାରେ ବିଭିନ୍ନ ଅଞ୍ଚଳର ଅବଦାନ। ମଣିଷ ଆନନ୍ଦ ଲାଭ କରିବା ନିମନ୍ତେ ବିଭିନ୍ନ ସମୟରେ ଆମୋଦ ପ୍ରମୋଦ କାର୍ଯ୍ୟକ୍ରମର ଆୟୋଜନ କରିଥାଏ। ତୁମେ ଲକ୍ଷ୍ୟ କରିଥିବା ସେହି ସବୁ କାର୍ଯ୍ୟଗୁଡ଼ିକ ମଧ୍ୟରୁ କେତେଗୁଡ଼ିକର ନାମ ଲେଖ। ଯେପରି ନାଚ ଗୀତ, ନାଟକ, ଟିଭି ଦେଖିବା, କଣ୍ଢେଇ ନାଚ, ସିନେମା, ଗୁଡ଼ି ଉଡ଼େଇବା, ଘୋଡ଼ା ନାଚ। ଆମେ ପୂର୍ବ ଅଧ୍ୟାୟରେ ଆମ ଦେଶର ସଂସ୍କୃତି ଓ ସାଂସ୍କୃତିକ ଜୀବନର ବିଭିନ୍ନ ଦିଗ ଯଥା ସଙ୍ଗୀତ, କଳା, ଭାସ୍କର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ। ଆସ ଆମ ସଂସ୍କୃତିକୁ ସମୃଦ୍ଧ କରିବାରେ କିପରି ଆମ ଦେଶର ବିଭିନ୍ନ ଅଞ୍ଚଳର କ'ଣ ଅବଦାନ ରହିଅଛି ସେ ସମ୍ପର୍କରେ ଅଧିକ ଜାଣିବା। ଚିତ୍ର ଆଙ୍କିବା ଏକ କଳା। ଆମେ ଆଗରୁ ଜାଣିଛେ ଆଦିମ କାଳରେ ମଣିଷ ପାହାଡ଼ ଗୁମ୍ଫାରେ ରହୁଥିଲା ବେଳେ ଚିତ୍ର ଆଙ୍କୁଥିଲା। ଏବେ ବି ସେଗୁଡ଼ିକର ନମୁନା ଅଜନ୍ତା ଗୁମ୍ଫାରେ ରହିଛି। ପୁରୁଣା ତାଳପତ୍ର ପୋଥି, ପାତ୍ର ଓ ମନ୍ଦିରମାନଙ୍କରେ ବହୁତ ଚିତ୍ର ଅଙ୍କା ହୋଇଥିବାର ଦେଖାଯାଏ। ତୁମ ଘରେ କେଉଁ ପର୍ବପର୍ବାଣୀରେ କି ଚିତ୍ର ଅଙ୍କାଯାଏ ତାହାର ତାଲିକା କର। ପର୍ବପର୍ବାଣୀର ନାମ ଚିତ୍ର। ମାଣବସା, ଲକ୍ଷ୍ମୀ ପୂଜା। ଲକ୍ଷ୍ମୀ ପୂଜାରେ ଚିତା, ଲକ୍ଷ୍ମୀ ପାଦ, ହାତୀ ଆଦିର ଚିତ୍ର ହୁଏ। କାର୍ତ୍ତିକ ପୂନେଇ, କାର୍ତ୍ତିକ ପୂନେଇରେ ଝୋଟି ଚିତ୍ର ଅଙ୍କାଯାଏ। ବାହାଘରରେ କଦଳୀ ଗଛ, ଯୋଡ଼ି ନାଗରା, ମହୁରୀର ଚିତ୍ର ଅଙ୍କାଯାଏ। ସାହିତ୍ୟ। ବହୁ କବି, ଲେଖକ, ଗାଳ୍ପିକ ଆଦି ଆମ ଦେଶର ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଋଗ୍ବେଦ ଆମର ପ୍ରଥମ ଗୀତ ବହି। ମହାଭାରତ ଓ ରାମାୟଣ ଗୀତରେ ଲେଖା ହୋଇଛି। ଆହୁରି ଅନେକ ପୁରାଣ ମଧ୍ୟ ଅଛି। ଓଡ଼ିଆ, ହିନ୍ଦୀ, ବଙ୍ଗଳା ଇତ୍ୟାଦି ବିଭିନ୍ନ ଭାଷାରେ ବହୁ ଗପ, ଗୀତ, ପ୍ରବନ୍ଧ, ଉପନ୍ୟାସ ଓ ନାଟକ ଲେଖା ହୋଇଛି। ଏଗୁଡ଼ିକ ପଢ଼ି ଆମେ ନୀତି ଶିକ୍ଷା ଓ ଆନନ୍ଦ ପାଉ। ତାମିଲ କବି ଥିରୁବଲ୍ଲୁବରଙ୍କ କବିତା, ହିନ୍ଦୀ ଭାଷାରେ ତୁଳସୀ ଦାସଙ୍କ ରାମାୟଣ, ଓଡ଼ିଆ କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ସମସ୍ତେ ପଢ଼ିବାକୁ ଭଲ ପାଆନ୍ତି। ସଂସ୍କୃତ ଭାଷାରେ ମହାକବି କାଳିଦାସ ଲେଖିଥିବା କାବ୍ୟ ଓ ନାଟକର ବର୍ଣ୍ଣନା ସମସ୍ତଙ୍କୁ ଆନନ୍ଦ ଦିଏ। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ବଙ୍ଗଳା ଭାଷାରେ ଗୀତାଞ୍ଜଳି କବିତା ଲେଖି ନୋବେଲ ପୁରସ୍କାର ପାଇଛନ୍ତି। ଏହା ସାରା ପୃଥିବୀବାସୀଙ୍କୁ ଆନନ୍ଦ ଦେଇଛି। ଅନ୍ୟ ଭାଷାର ଲେଖାକୁ ପଢ଼ିବା ଦ୍ୱାରା ଓ ଆଦର କରିବା ଦ୍ୱାରା ଆମ ଦେଶର ଏକତା ଓ ସଦ୍ଭାବ ବଢ଼ୁଛି। ସେହିପରି ସ୍ୱଭାବ କବି ଗଙ୍ଗାଧର ମେହେର, ପଲ୍ଲୀ କବି ନନ୍ଦକିଶୋର ବଳ, କବିବର ରାଧାନାଥ ରାୟ, ଭକ୍ତ କବି ମଧୁସୂଦନ ରାଓ, ବ୍ୟାସକବି ଫକୀରମୋହନ ସେନାପତି, ଗଣକବି ବୈଷ୍ଣବ ପାଣି, ସନ୍ଥ କବି ଭୀମ ଭୋଇ, ଅତିବଡ଼ି ଜଗନ୍ନାଥ ଦାସ, ଶୂଦ୍ରମୁନି ଶାରଳା ଦାସ ପ୍ରଭୃତିଙ୍କ କାବ୍ୟ, କବିତା, ଗଳ୍ପ, ଏକାଙ୍କିକା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ତୁଳସୀ ଦାସ, ଶୂଦ୍ରମୁନି ଶାରଳା ଦାସ, ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର, ଅତିବଡ଼ି ଜଗନ୍ନାଥ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର, ଗୋପବନ୍ଧୁ ଦାସ, ସନ୍ଥ କବି ଭୀମ ଭୋଇ, କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ସେନାପତି, ଉପେନ୍ଦ୍ର ଭଞ୍ଜ, ଭକ୍ତ କବି ମଧୁସୂଦନ ରାଓ। ପର୍ବପର୍ବାଣୀ। ଯେଉଁ ପର୍ବଗୁଡ଼ିକ ତୁମ ଘରେ ପାଳନ କରାଯାଏ ସେଗୁଡ଼ିକର ତାଲିକା କର। ଯେପରି ହୋଲି, ଜନ୍ମଦିନ, ଦୀପାବଳି, ସାବିତ୍ରୀ ବ୍ରତ, ଜନ୍ମାଷ୍ଟମୀ, ରଜ। ସବୁ ରାଜ୍ୟର ଲୋକେ ନାନା ପ୍ରକାର ପର୍ବପର୍ବାଣୀ ପାଳନ କରନ୍ତି। ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ
ଓ ଗାନ୍ଧୀ ଜୟନ୍ତୀ ଆମ ଦେଶର ସବୁ ଅଞ୍ଚଳରେ ପାଳନ କରାଯାଏ। ଏହି ସବୁ ପର୍ବ ହେଉଛି ଆମର ଜାତୀୟ ପର୍ବ। ଓଡ଼ିଶାର ରଥଯାତ୍ରା, ପଞ୍ଜାବର ବୈଶାଖୀ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ପୋଙ୍ଗଲ, ଆସାମର ବିହୁ, ମହାରାଷ୍ଟ୍ରର ଗଣେଶ ପୂଜା ଓ ପଶ୍ଚିମବଙ୍ଗର ଦୁର୍ଗା ପୂଜା ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଆମ ଦେଶରେ ଇଦ୍, ମହରମ, ଖ୍ରୀଷ୍ଟମାସ, ବୁଦ୍ଧ ପୂର୍ଣ୍ଣିମା ଇତ୍ୟାଦି ପର୍ବ ମଧ୍ୟ ପାଳନ କରାଯାଏ। ସେହି ସବୁ ପର୍ବପର୍ବାଣି ପାଳନ ସମୟରେ ସେ ରାଜ୍ୟରେ ଥିବା ଅନ୍ୟ ରାଜ୍ୟର ଲୋକେ ମଧ୍ୟ ପାଳନ କରିଥାନ୍ତି। ଏହା ଫଳରେ ବିଭିନ୍ନ ଧର୍ମର ଓ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହୋଇଥାଏ। ଏହି ଉତ୍ତମ ବୁଝାମଣା ଆମର ଜାତୀୟ ଏକତାକୁ ଅଧିକ ମଜବୁତ କରିଥାଏ। ଯେକୌଣସି ଗୋଟିଏ ପର୍ବ ବିଷୟରେ 5ଟି ଧାଡ଼ି ଲେଖ। ଉତ୍ତର। କୁମାର ପୂର୍ଣ୍ଣିମା ଏକ ପର୍ବ ଭାବେ ସାରା ଓଡ଼ିଶାରେ ପାଳନ କରାଯାଏ। ଏହି ପର୍ବକୁ ଝିଅମାନେ ବିଶେଷ ଭାବରେ ପାଳନ କରିଥାନ୍ତି। ସେଦିନ ଚଉରା ମୂଳେ ଝିଅମାନେ ଏକତ୍ରିତ ହୋଇ ଚଉରାକୁ ବିଭିନ୍ନ ପ୍ରକାର ପତ୍ର, ଫୁଲ ଓ ରଙ୍ଗ କାଗଜରେ ସଜାଇଥାନ୍ତି। ସନ୍ଧ୍ୟାରେ ନୂଆ ପୋଷାକ ପିନ୍ଧି ଚନ୍ଦ୍ରକୁ ବନ୍ଦାପନା କରିଥାନ୍ତି। ରାତିରେ ନାଚ ଗୀତର ଆୟୋଜନ ହୋଇଥାଏ। ନୃତ୍ୟ ସଙ୍ଗୀତ ଓଡ଼ିଶୀ, ଓଡ଼ିଶା, ଦାଣ୍ଡିଆ ରାସ, ଗୁଜରାଟ, ବିହୁ, ଆସାମ। ଓଡ଼ିଶୀ ଓଡ଼ିଶା ରାଜ୍ୟର ନୃତ୍ୟ, ଦାଣ୍ଡିଆ ରାସ ଗୁଜରାଟ ରାଜ୍ୟର ନୃତ୍ୟ, ବିହୁ ଆସାମ ରାଜ୍ୟର ନୃତ୍ୟ। ପୂର୍ବ କାଳରୁ ଆମ ଦେଶ ଓ ରାଜ୍ୟ ବହୁ ପ୍ରକାରର ନାଚ ଓ ଗୀତ ପାଇଁ ପ୍ରସିଦ୍ଧି ଲାଭ କରିଛି। ଆମ ରାଜ୍ୟର ଓଡ଼ିଶୀ, ଛଉ ନୃତ୍ୟ, ଚମ୍ପୁ ଗୀତ, କେରଳର କଥାକଳି ନାଚ, ଉତ୍ତରପ୍ରଦେଶର ରାମ ଓ କଥକ ନାଚ, ହିନ୍ଦୁସ୍ତାନୀ ସଙ୍ଗୀତ, ଆସାମର ବିହୁ, ରାଜସ୍ଥାନର ଘୁମରା, ଗୁଜରାଟର ଗରବା, ପଞ୍ଜାବର ଭାଗଣା ନାଚ, ମଣିପୁରର ମଣିପୁରୀ ନୃତ୍ୟ, ମଧ୍ୟପ୍ରଦେଶର ମଢ଼େଇ ନାଚ ଅତି ଜନପ୍ରିୟ ଓ ଆନନ୍ଦଦାୟକ। ରାଜ୍ୟ ନୃତ୍ୟ ଓଡ଼ିଶା ଛଉ, କେରଳ କଥାକଳି, ଉତ୍ତରପ୍ରଦେଶ ରାମ ଓ କଥକ, ରାଜସ୍ଥାନ ଘୁମରା, ଗୁଜରାଟ ଗରବା। ତୁମ ଅଞ୍ଚଳର ଲୋକପ୍ରିୟ ନୃତ୍ୟ ସମ୍ପର୍କରେ ତଳ କୋଠରୀରେ ଲେଖ। ଉତ୍ତର। ଆମ ଅଞ୍ଚଳ ଭଦ୍ରକର ଲୋକପ୍ରିୟ ନୃତ୍ୟ ହେଉଛି ଘୋଡ଼ା ନାଚ। ଏଥିରେ ବାଜାର ତାଳେ ତାଳେ ଘୋଡ଼ା ନାଚ ଅତି ମନମୁଗ୍ଧକର। ନାଚ ଭଳି ଆମ ଦେଶରେ ଗୀତର ମଧ୍ୟ ଖୁବ୍ ଆଦର ରହିଛି। ସଙ୍ଗୀତଜ୍ଞ ତାନସେନଙ୍କର ସଙ୍ଗୀତ ଓ ମୀରାବାଈଙ୍କ ଭଜନ ଆମର ଅତି ଲୋକପ୍ରିୟ। ଦକ୍ଷିଣ ଭାରତର ହରିକଥା ଅତି ଆନନ୍ଦଦାୟକ। ଆମ ରାଜ୍ୟର ଆଦିବାସୀ ଯଥା ସାନ୍ତାଳ, ସଉରା, କନ୍ଧ ଓ କୋଲ୍ହମାନଙ୍କର ନିଜର ନୃତ୍ୟ ଓ ସଙ୍ଗୀତ ରହିଛି। ଏହା ବ୍ୟତୀତ ଓଡ଼ିଶାର ନାଟକ ଦଳମାନେ ବିଭିନ୍ନ ସ୍ଥାନରେ ଖୋଲା ମଞ୍ଚରେ ନାଟକ ପ୍ରଦର୍ଶନ କରିଥାନ୍ତି। ନିର୍ମାଣ କଳା। ତୁମ ଅଞ୍ଚଳରେ ଥିବା ଉପାସନା ସ୍ଥଳଗୁଡ଼ିକର ନାମ ଲେଖ। ତାରିଣୀ ମନ୍ଦିର, ତ୍ରିନାଥ ମନ୍ଦିର, ହନୁମାନ ମନ୍ଦିର, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର ଇତ୍ୟାଦି। ଏହା ବ୍ୟତୀତ ଆମ ଅଞ୍ଚଳରେ ଗୋଟିଏ ମସଜିଦ ଓ ଗୋଟିଏ ଗିର୍ଜା ଅଛି। ଆମ ପୂର୍ବପୁରୁଷମାନେ ଅନେକ କୀର୍ତ୍ତିସ୍ତମ୍ଭ ଗଢ଼ି ଯାଇଛନ୍ତି। ସେଗୁଡ଼ିକ ମଧ୍ୟରେ ମନ୍ଦିର, ମସଜିଦ, କୋଠାବାଡ଼ି, ସ୍ତମ୍ଭ, ଗୁମ୍ଫା ଆଦି ପ୍ରଧାନ। ଆମ ଦେଶର ଗୃହ ନିର୍ମାଣ କୌଶଳ ଅତି ଉନ୍ନତ। ସିନ୍ଧୁ ନଦୀ କୂଳରେ ମିଳିଥିବା ହରପ୍ପା ଓ ମହେଞ୍ଜୋଦାରୋ ନଗରଦ୍ୱୟର ନିର୍ମାଣ କଳା ସମ୍ପର୍କରେ ଆମେ ପୂର୍ବରୁ ଜାଣିଛେ। ଏଲୋରାର କୈଳାସ ମନ୍ଦିର, ମଦୁରାଇର ମୀନାକ୍ଷୀ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ବିଜାପୁରର ଗୋଲ ଗମ୍ବୁଜ, ପୁରୀର ଜଗନ୍ନାଥ ମନ୍ଦିର, ଆଗ୍ରାର ତାଜମହଲ, ଦିଲ୍ଲୀର କୁତୁବ ମିନାର ଓ ଲାଲକିଲ୍ଲା ଇତ୍ୟାଦି ଆମର ନିର୍ମାଣ କଳାର ନିଦର୍ଶନ ଅଟେ। ଉତ୍ତରପ୍ରଦେଶରେ ଥିବା ଅଶୋକ ସ୍ତମ୍ଭ ସବୁଠାରୁ ପୁରୁଣା। ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫା ଆଉ ଏକ ପୁରୁଣା କୀର୍ତ୍ତି। ଏହା ଛଡ଼ା ଓଡ଼ିଶାର ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରିର ପ୍ରାଚୀନ କୀର୍ତ୍ତି, ରତ୍ନଗିରି ଓ ଲଳିତଗିରିରେ ଖୋଲାଯାଇଥିବା ବୌଦ୍ଧ ବିହାରର ଧ୍ୱଂସାବଶେଷ ଆମ ପୂର୍ବପୁରୁଷମାନଙ୍କର ନିର୍ମାଣ କଳାର ଉତ୍କର୍ଷତା ପ୍ରତିପାଦନ କରୁଅଛି। ଏହିସବୁ ପୁରାତନ କୀର୍ତ୍ତି ଯୋଗୁଁ ଆମ ସଂସ୍କୃତି ଯୁଗେ ଯୁଗେ ସମୃଦ୍ଧ ହେଉଅଛି।
अभ्यास 1 नंबर आस खाली घर पूरण करवा। राज्यर नाम नृत्यर नाम आंध्र प्रदेश कुचिपुडी, गुजरात गरबा, तमिलनाडु भारतनाट्यम, मणिपुर मणिपुरी, ओडिशा छौ नृत्यम, राजस्थान घुमरा, उत्तर प्रदेश कथक, पंजाब भांगड़ा, ओडिशा ओडिसी। 2 नंबर निम्नलिखित प्राचीन कीर्तिगुड़िक पाखरे स्थानर नाम लेख। जगन्नाथ मंदिर पुरी, एलोरा गुंफा महाराष्ट्र, कुतुब मीनार दिल्ली, ताजमहल आग्रा, बौद्ध विहार रत्नगिरी, अशोक स्तंभ उत्तर प्रदेश, मीनाक्षी मंदिर मदुराई। 3 नंबर क स्तंभर केतेक पर्वर नाम और ख स्तंभर से ही पर्व संपर्कित राज्य गुटिकर नाम दिया जाइछि। आस ठीक पर्व सह संपर्कित राज्य को गार टाणी जोड़िबा। बैसाखी पंजाब, पोंगल तमिलनाडु आंध्र, बिहू आसाम, दुर्गा पूजा पश्चिम बंग, रथयात्रा ओडिशा। 4 नंबर आम जातीय संस्कृति को समृद्ध करुथिबा उपादान गुटिकर नाम तल चित्र रे लेख। जातीय संस्कृति को समृद्ध करुथिबा उपादान निर्माण कला, नृत्य कला, चित्रकला, पर्वपर्वाणी, साहित्य, संगीत। पिला माने तुमको वीडियोटी भल लागिले लाइक एंड सब्सक्राइब करिवो।